ଆଜି ଗୋଟିଏ ସ୍ୱଳ୍ପ ଆଲୋଚନା କରିବା ଆମେ ମହାନଦୀର ଅବହେଳା ସମ୍ପର୍କରେ। ପ୍ରସଙ୍ଗଟି ଅତ୍ୟନ୍ତ ସ୍ପର୍ଶକାତର ଏବଂ ସାମୟିକ ମଧ୍ୟ। ଅନେକ ବର୍ଷ ହେଲା ମହାନଦୀ ଅବହେଳିତ। ରାଜ୍ୟରେ ଅଧିକାଂଶ ସ୍ଥାନରେ ନଈଟି କେବଳ ଗୋଟେ ବିଶାଳ ବାଲୁକା ଶଯ୍ୟାରେ ପରିଣତ ହୋଇଛି। ଜଳର ଦର୍ଶନ ସେଠି ମିଳୁନାହିଁ। ଏ ନଈର ବିଶାଳତା, ଏ ନଈର ପୋଟେନ୍ସିଆଲ ଏବଂ ରାଜ୍ୟ ପ୍ରତି ଏହାର ଅବଦାନ ଏବଂ ରାଜ୍ୟ ପ୍ରଗତି ପାଇଁ ଏହାର ସମ୍ଭାବନା, ଇଏ ସବୁ ଆମେ ଆଲୋଚନା କରିବା ଦରକାର ଏବଂ ନିଜେ ବୁଝିବା ଦରକାର ଯେ ଆମେ ଏକୁ ଅବହେଳିତ ଅବସ୍ଥାରେ ରଖିବାଟା ଆମ ସ୍ୱାର୍ଥକୁ ସାଧନ କରୁଛୁ। ନଈର ବିଶାଳତା ବିଷୟରେ କିଛି କହିବି। ବର୍ଷା ଦିନେ ମହାନଦୀରୁ ମଧୁର ଜଳ ପ୍ରାୟ 20 ଲକ୍ଷ କ୍ୟୁସେକ୍ସ ସାଗର ଭିତରକୁ ଚାଲିଯାଏ। ଏତେ ପରିମାଣର ମଧୁର ଜଳ ଭାରତବର୍ଷର କେବଳ ଗଙ୍ଗା ନଦୀରେ ବର୍ଷା ଦିନେ ସମୁଦ୍ରକୁ ଯାଇଥାଏ। ଆଉ କୌଣସି ନଦୀରୁ ଏତେ ମଧୁର ଜଳ ନିର୍ଗତ ହୋଇ ସାଗର ଭିତରକୁ ଯାଇନଥାଏ। ଇଏ ଗୋଟିଏ ଆମ ନଈର ବିଶେଷତ୍ୱ ଏବଂ ବିଶାଳତା ବିଷୟରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଂଶ। ନଈର ଦୈର୍ଘ୍ୟ ହେଉଛି 858 କିଲୋମିଟର। ତା ଭିତରୁ 286 କିଲୋମିଟର ଛତିଶଗଡ଼ରେ, 572 କିଲୋମିଟର ଆମ ଓଡ଼ିଶା ଭିତରେ। ଏହାର ଟୋଟାଲ କ୍ୟାଚମେଣ୍ଟ, ସମଗ୍ର ଅବବାହିକାର ଆୟତନ ହେଉଛି 141,600 ସ୍କୋୟାର କିଲୋମିଟର। ତା ଭିତରୁ ଛତିଶଗଡ଼ର ଅଂଶ ପ୍ରାୟ 53 ଭାଗ, ଆମର 46.7 ଭାଗ, ମଧ୍ୟପ୍ରଦେଶର କିଛି ଅଂଶ ଅଛି। ହୀରାକୁଦ ପର୍ଯ୍ୟନ୍ତ ଦେଖିବାକୁ ହେଲେ ହୀରାକୁଦରେ ଏହି ନଈର ଅବବାହିକାର ଆୟତନ ହେଉଛି 83,400 ସ୍କୋୟାର କିଲୋମିଟର, ଯାହାର ପ୍ରାୟ 90% ହେଉଛି ଛତିଶଗଡ଼ର। ଏହି ନଈରେ ପ୍ରତ୍ୟେକ ବର୍ଷ ଆନୁଆଲ ଫ୍ଲୋ ହେଉଛି 59.16 ବିଲିୟନ କ୍ୟୁବିକ୍ ମିଟର, ଯାହାର 49 ଭାଗ ଓଡ଼ିଶାରୁ ଆସିଥାଏ। ଆମେ ହୀରାକୁଦର ବନ୍ୟା ବିଭୀଷିକା ସମ୍ପର୍କରେ ସମସ୍ତେ ଉଣାଧିକ ଜାଣିଛେ। ହୀରାକୁଦ ହେଉଛି ଗୋଟିଏ ଜଳଭଣ୍ଡାର ଯାହାର ଆୟତନ ବହୁତ କ୍ଷୁଦ୍ର। ଆମ ମହାନଦୀର ବିଶାଳତା ପରିପ୍ରେକ୍ଷୀରେ ଏହାର ଲାଇଭ୍ ଷ୍ଟୋରେଜ କ୍ୟାପାସିଟି 3.9 ମିଲିୟନ ଏକର ଫିଟ୍, କିନ୍ତୁ ଫ୍ଲୋ ହେଉଛି 20 ମିଲିୟନ ଏକର ଫିଟ୍। ତେଣୁ ଦେଖନ୍ତୁ, ଆନୁଆଲ ଫ୍ଲୋ ଯେତେ ହୀରାକୁଦ ବାଟେ ଯାଉଛି, ତାର କେତେ ଅଳ୍ପ ଅଂଶ କେବଳ ଆମ ଲାଇଭ୍ ଷ୍ଟୋରେଜରେ ଆବଦ୍ଧ ହୋଇ ରହୁଛି। ତେଣୁ ହୀରାକୁଦ ହେବା ସତ୍ତ୍ୱେ ରାଜ୍ୟରେ ଆମର ବନ୍ୟା ସମସ୍ୟା ଅବ୍ୟାହତ ହୋଇକି ରହିଛି। ବନ୍ୟାର ବିଭୀଷିକା ସମ୍ପର୍କରେ ଆପଣଙ୍କୁ ସ୍ଥୂଳ ଆଇଡ଼ିଆ କିଛି ଦେବାକୁ ଚାହୁଁଛି। ଆମର 1982 ମସିହାରେ ଯେଉଁ ବନ୍ୟା ହେଇଥିଲା, ସେତେବେଳେ ଡେଲ୍ଟା ଆରମ୍ଭ ବେଳେ ହେଡ୍ ଅଫ୍ ଡେଲ୍ଟା ସେଠି ପ୍ରବାହିତ ହେଇଥିଲା 15.87 ଲକ୍ଷ କ୍ୟୁସେକ୍ ପାଣି। ସେ ଗୋଟେ ବଡ଼ ବନ୍ୟା ହେଇଥିଲା। କିନ୍ତୁ ଯାହା ଆମର ଷ୍ଟଡି ହେଇଛି,
ଗବେଷଣା ହେଇଛି 100 ବର୍ଷ ଭିତରେ ମ୍ୟାକ୍ସିମମ୍ ଫ୍ଲଡ୍ କେତେ ଆସିପାରେ। କୁହାଯାଏ ଯେ ମ୍ୟାକ୍ସିମମ୍ ଫ୍ଲଡ୍ର ସମ୍ଭାବିତ ମ୍ୟାକ୍ସିମମ୍ ଫ୍ଲଡ୍ ମହାନଦୀରେ 17.4 ଲାଖ କ୍ୟୁସେକ୍ସର ବନ୍ୟା ଆସିପାରିବ। ଆଚ୍ଛା, ଯଦି 1982 ମସିହା ଫ୍ଲଡ୍କୁ ଆପଣ ଦେଖିବେ, ସେ ବଡ଼ ବ୍ୟାପକ ଥିଲା ଏବଂ ତା ଦେହରେ ବନ୍ୟାର ବିଭୀଷିକା ବି ଅତି ଭୟଙ୍କର ହେଇଥିଲା। କିନ୍ତୁ ଯଦି ଆକଳନ କରାଯାଇଛି ଯେ ଯଦି ହେଡ୍ ଅଫ୍ ଡେଲ୍ଟାରେ 8,70,000 କ୍ୟୁସେକ୍ସ ଜଳ ପ୍ରବାହିତ ହେବ, ତାହେଲେ ବନ୍ୟାର ପ୍ରକୋପ ରହିବନି। ଆମେ ସମ୍ଭାଳି ପାରିବା। ଆମର ନଈର କ୍ୟାରିଂ କାପାସିଟି ଯାହା, ତଳମୁଣ୍ଡରେ ନଈ ଗୁଡ଼ିକର କ୍ୟାରିଂ କାପାସିଟି ଯାହା 8,70,000 କ୍ୟୁସେକ୍ ପାଣିର ବନ୍ୟା ଆମେ ସମ୍ଭାଳି ପାରିବା। ବନ୍ୟାର ବିଭୀଷିକା ହେବ ନାହିଁ। ତେଣୁ ସାଧାରଣ ଜ୍ଞାନ କହୁଛି ଯେ ଆମେ ଅନ୍ତତଃ ବନ୍ୟା ବିଭୀଷିକା, ବନ୍ୟା ଜଳର ପରିମାଣଟାକୁ ଅନ୍ତତଃ 8,70,000 କ୍ୟୁସେକ୍ସରେ ସୀମିତ କରିବା ସମ୍ଭବ ହେବ କି? ଆପଣଙ୍କୁ ଆଉ ଗୋଟିଏ ଉଦାହରଣ ଦେବି ଯେ ଯଦି 9,60,000 କ୍ୟୁସେକ୍ ପାଣି ହେଡ୍ ଅଫ୍ ଡେଲ୍ଟାରେ ହୁଏ, 9,60,000 କ୍ୟୁସେକ୍ ପାଣି ଯଦି ହେଡ୍ ଅଫ୍ ଡେଲ୍ଟାରେ ହୁଏ, ତାହେଲେ କାଠଯୋଡ଼ିର ଭାଗ ପଡ଼ିବ 1,30,000 କ୍ୟୁସେକ୍ସ। କିନ୍ତୁ କାଠଯୋଡ଼ିର ଯେଉଁ ଶାଖା ନଦୀ 3ଟି ଅଛନ୍ତି, ଦୟା, ଭାର୍ଗବୀ ଆଉ କୁଶଭଦ୍ରା, ସେଇ 3ଟିର ମିଳିତ କ୍ୟାରିଂ କାପାସିଟି ହେଉଛି 1,00,000 କ୍ୟୁସେକ୍ସ। ତେଣୁ ଯଦି 9,60,000 କ୍ୟୁସେକ୍ ପାଣିର ବନ୍ୟା ଆସିଲା ହେଡ୍ ଅଫ୍ ଡେଲ୍ଟାରେ, 1,30,000 କ୍ୟୁସେକ୍ସ ପାଣି ଆସିବ ଏଇ 3ଟି ନଈରେ। କିନ୍ତୁ ତାଙ୍କର କାପାସିଟି, କ୍ୟାରିଂ କାପାସିଟି ଯେହେତୁ 1,00,000, ତେଣୁ 30,000 କ୍ୟୁସେକ୍ସ ପାଣି ବୋହିଯିବ ଚାରିଆଡ଼େ ଏବଂ ବନ୍ୟା ପ୍ଳାବନ ହେବ। ଆଉ ତେଣୁ ଯଦି ମୁଁ 9,70,000 କ୍ୟୁସେକ୍ସର ଭୟାବହତା କହିଲି, ଯଦି 17 ଲକ୍ଷ କ୍ୟୁସେକ୍ସର ବନ୍ୟା ଆସିବ, ତାହେଲେ କେଉଁ ପରିଣାମ ଆମକୁ ଭୋଗ କରିବାକୁ ପଡ଼ିବ, ଆମେ ଚିନ୍ତା କରିବା ଦରକାର। ତେଣୁ ଗୋଟିଏ ଜନହିତକର ସରକାର, ବର୍ତ୍ତମାନ ଯେହେତୁ ଆମେ ବର୍ଷ ବର୍ଷ ଧରି ଆମ ରାଜସ୍ୱ ବଢ଼ି ଚାଲିଛି, ଆମେ ଗୋଟେ ଟେକ୍ନିକାଲ ସଲ୍ୟୁସନ୍ ୟାର ବାହାର କରିବା ନିହାତି ଆବଶ୍ୟକତା ଥିଲା ଏବଂ ଆମେ ବନ୍ୟାର ବିଭୀଷିକାଟାକୁ ଚିରଦିନ ପାଇଁ କଣ୍ଟ୍ରୋଲ କରିବା ସମର୍ଥ ହେଇପାରିଥାନ୍ତେ। କିନ୍ତୁ ଆମେ କ'ଣ କଲେ, ଆମେ ଆମ ପଡ଼ୋଶୀ ରାଜ୍ୟ କ'ଣ କରୁଛି ସେ ବିଷୟରେ ଚିନ୍ତିତ ହେଲେ ଏବଂ ଆମେ କହିଲେ ଯେ ତା'ର ଏସବୁ କାର୍ଯ୍ୟ କରିବା କଥା ନୁହେଁ। ଇଏ କି ପ୍ରକାର ମାନସିକତା ମୁଁ ବୁଝିପାରୁନି। ନଈଟି ଯଦି ଗୋଟେ ପଡ଼ୋଶୀ ରାଜ୍ୟ ଭିତରେ ପ୍ରବାହିତ ହେଉଛି, ଯେକୌଣସି ସରକାର ସେଠାକାର ନିଶ୍ଚୟ ଅନୁଧ୍ୟାନ କରିବେ ଯେ ସେଇ ପ୍ରବାହିତ ଜଳର କେମିତି ସଦୁପଯୋଗ ଆମେ ଆମ ରାଜ୍ୟ ପାଇଁ କରିବୁ। ସେ ଯଦି ତାଙ୍କର ଜଳ ସଂରକ୍ଷଣ କଲେ, କିଛି ଡ୍ୟାମ୍ କଲେ, ତାଙ୍କର ଜଳସେଚନ ବଢ଼େଇଲେ, ତାଙ୍କର ଡ୍ରିଙ୍କିଂ ୱାଟର ସପ୍ଲାଏ ଭଲ ଭାବରେ କଲେ, ତାହେଲେ ଆମର ଉଦ୍ବିଗ୍ନ ହେବାର କାରଣ କ'ଣ? କାହିଁକିନା ମୁଁ ଯାହା କହିଲି ଯେ ଜଳ ପ୍ରବାହର ପ୍ରାୟ ଅଧା ଭାଗ ଜଳ ଆମ ଅବବାହିକାରୁ ଆସୁଛି। ବର୍ଷା ଜଳ, ବନ୍ୟା ଜଳ ବି ଆମ ରାଜ୍ୟ ଦେଇକରି ସମୁଦ୍ରକୁ ଚାଲିଯାଉଛି। ଆମେ ତା'ର ବିନିଯୋଗ ନ କରି ଆମେ ଯଦି ପଡ଼ୋଶୀ ରାଜ୍ୟ କ'ଣ କଲେ ସେ ବିଷୟରେ ଆମେ ପ୍ରତିବାଦ କରିବା, ଏଇଟା କେତେ ଯୁକ୍ତିଯୁକ୍ତ?
ये उदाहरण होची पड़ोशी कहीं काकरा खाऊची मु जदि रुटी खाइबी से काकरा खाइबाटा अन्याय। ये हूँ से टाइप युक्ति एथिरे यार किसी दम ना यार किसी युक्तियुक्तता ना। तेणु आमे केमिति काकरा खाइबा आमर सामर्थ्य अच्छी आमे काकरा न खाई अन्य के काकरा खाइले आमे ईर्षान्वित होउछु। तेणु मु जहाँ कहली टेक्निकली आमे करि पारंते कि जे एमिति गोटे व्यवस्था जहाँ फल मैक्सिमम फ्लड हेड ऑफ डेल्टा रे केवल 8,70,000 क्यूसेक्स सीमित हो रहता ताहले चिरदिन पाई बन्या ओडिशार विदाय नियंता। इंजीनियर माने तार गोटे प्रस्ताव देइथिले सुबलाया ठारे गोटे ब्यारेज हबो एवं से जलसेचन हम विद्युत उत्पादन हम तार वैशिष्ट्य है से गोटे डायनामिक स्टोरेज हम जहाँ फल 6 दिन 6 घंटा पाई 73टी गाँ मात्र 73टी गाँ बन्या लेवल फ्लड लेवल तले रे प्रोटेक्टिव एम्बैंकमेंट द्वारा सुरक्षित करा एवं डायनामिक स्टोरेज फल आम हाई फ्लड को कंट्रोल करिपारिबा से 6-7 दिन एवं एटा टेक्निकली पॉसिबल। आपन कहिबे 73टी गाँ कहीं असुरक्षित हो ना आपन जानिथिबे कटक भलिया गोटे विशाल सहर से नई पतन भी तले रहे केवल से रिंग बंध द्वारा सुरक्षित रहे 6 दिन कहीं से तो मास धरी जलस्तर तले रहे सहरटी तथापि से किसी प्रोब्लेम हुए। तेणु सुबलिया ब्यारेज टी करिवार आवश्यकता नितांत रही जहाँ फल आम फ्लड कंट्रोल चिरदिन करते। इवेन आमर उद्वृत्त जल आम ऋषिकुलिया बेसिन को भी ट्रांसफर करते जहाँ फल ऋषिकुलिया बेसिन रे भी जलसेचन हो पारता। वर्षा दिने 210 मेगावाट पावर भी होता नॉन मानसून पीरियड रे भी किसी पावर प्रोडक्शन भी हो पारता। तेणु अविलंबे आमे निजे जहाँ करिपारिबा कथा ताकू महानदी पाई करवा निहाती दरकार नहले आमको भविष्यत वंशधर केवे क्षमा देवेनी आमर नेग्लेक्ट पाई। आमर संबल अच्छी आमर सामर्थ्य अच्छी आमे केवल अजथा वाद विवाद रे छंदी ही रहीचे मोर। तेणु आज जनचेतना उद्रेक करने उद्देश्य मुझे निवेदन करुच्ची जे महानदीर अवहेला बंद हो महानदीर पुनर्विन्यास हो महानदी समृद्ध हो जहाँ फल आम राज्य आम जाति भी समृद्ध हम। आज एति कही आपणठू विदाय नौछि।